ଗୋଟେ କଥା ଜାଣିଛନ୍ତି ଆଜ୍ଞା, ଆସିଗଲା ପାଖାପାଖି ଦୀପାବଳି, ଆଉ 2 ଦିନ ରହିଲା। ଏ ଦୀପାବଳିରେ ଆମେ ପିଲାବେଳେ ବହୁତ ମଜାମସ୍ତି କରୁ, ବହୁତ ଖୁସି କରୁ, ବହୁତ ବାଣ ଫୁଟାଉ, ବହୁତ ଲୋକଙ୍କୁ ବାଣ ଫୁଟେଇ ହଇରାଣ କରୁ। କିନ୍ତୁ ଏବେକା ଡେଟ୍ରେ ଆଜ୍ଞା ସେଇଟା ପୁରା ବଦଳି ଯାଇଛି। ଏବେ ଯେହେତୁ ବୟସ ହେଇଯାଇଛି, ବଡ଼ ଆମେ ହେଇଗଲୁ, ତ ଏବେ ଆଜ୍ଞା ସବୁବେଳେ ମୁଣ୍ଡରେ ଦାୟିତ୍ୱ, ନିଜର ପ୍ରେସର ରହିଲା, ସବୁ ଜିନିଷ ରହିଲା। ଏନ୍ଜୟ ତ କରିବୁ ନିହାତି ଭାବରେ, କିନ୍ତୁ ଯେତିକି ଯେଉଁ ଭଳିଆ ଆମେ ଖୁସି ହଉ ସେତିକି ଭଳିଆ ଆମେ ଖୁସି ହେଇପାରିବାନି, କିଛି କମ୍ ହେବା। କାହିଁକି ନା କିଏ ଆଜ୍ଞା ଯାଇଥିବ କା ଡ୍ୟୁଟି କରିବା ପାଇଁ ଫେରୁଥିବ, ରାତିରେ ଆସିବ ଏନ୍ଜୟ କରିବ, ଟିକେ ଖୁସି କରିବ। ସମସ୍ତଙ୍କ ଜୀବନ ଆଜ୍ଞା ଖୁସି ଦୁଃଖ ତ ଲାଗିକି ଅଛି, ସେଇଟା ମୁଁ ଆପଣମାନଙ୍କୁ ଆଗରୁ କହିଛି। ଆଉ ସେଇ ବୟସ ଆଜ୍ଞା ନାହିଁ ଏବେ ଯେ ସେଇଭଳିଆ ଖୁସି କରିବା, ଗୋଟେ ଗୋଟେ ଦିନ ବନ୍ଦ ହେଇକି ବୁଲିବା, ଭଲ ମନ୍ଦ କରିବା। କାହିଁକି ନା ଯେହେତୁ ଆମେ ବୟସ ହେଇଗଲାଣି, ଆମର ବଡ଼ ହେଇଗଲେଣି, ବହୁତ କିଛି ଦାୟିତ୍ୱ ଆମ ଉପରେ ରହୁଛି। ମୋରି ଭଳିଆ ବହୁତ ପିଲାଙ୍କର ମଧ୍ୟ ରହୁଛି। ତ ସମସ୍ତଙ୍କ ଜୀବନରେ ଆଜ୍ଞା ଖୁସିଟା ନଥାଏ। ଆଉ ଦୀପାବଳିରେ ଯେମିତି ସମସ୍ତେ ସବୁ ପିଲା ଆଜ୍ଞା ସବୁଦିନ ପ୍ରତ୍ୟେକ ଦିନ ଦୀପ ଭଳିଆ ଜଳୁଛନ୍ତି, ଆଉ ତାଙ୍କ ଜୀବନରେ ଆଜ୍ଞା କ'ଣ ଦୀପାବଳି କିଛି ଖୁସି ଅଛି। ତ ସମସ୍ତଙ୍କୁ ମୋ ତରଫରୁ ହାପି ଦୀପାବଳି। ଆଉ ପାଖାପାଖି 2 ଦିନ ରହିଲା, ଆଗୁଆ ମୁଁ ଆପଣମାନଙ୍କୁ କହିଦେଉଛି। ରହୁଛି।